ସବୁବେଳେ ଡାଲି ଡାଲମା ଖାଇକିରି ବିରକ୍ତ ହେଇଯାଉଛନ୍ତି କି? ଚାଲନ୍ତୁ ଆଜି ବନେଇବା ସାମ୍ବାର। ମୁଁ କେଉଁ ଭଳି ସାମ୍ବାରଟି ବନେଇଛି ଆପଣମାନେ ଭିଡ଼ିଓଟି ପୁରା ଦେଖିଲେ ନିଶ୍ଚୟ ଜାଣିପାରିବେ। ପରିବାରରେ ନେଇଯାଇଛି ମୁଁ ବାଇଗଣ, ଭେଣ୍ଡି, ସଜନା, ଗାଜର ଆଉ ଟମାଟୋ ନେଇଛି। ଆପଣମାନେ ଚାହିଁଲେ ବୋଇତାଳୁ ମଧ୍ୟ ନେଇପାରିବେ। ଆଉ ମୁଁ ନେଇଯାଇଛି ହରଡ଼ ଡାଲି। ତାକୁ ପ୍ରେସର କୁକରରେ ଦିଟା ହୁଇସିଲ୍ ଆସିଲା ପର୍ଯ୍ୟନ୍ତ ଟିକେ ହଳଦୀ ଗୁଣ୍ଡ ଦେଇକି ସିଝେଇଦେବା। ବେଶୀ ସିଝେଇବାନି କାହିଁକିନା ଆମର ଆଉଥରେ ସିଝିବ। ଡେକ୍ଚି ଗୋଟେ ବସେଇ ଗ୍ୟାସ୍ ଦେହରେ ପାଣି ଦେଇ ତା ଦେହରେ ପରିବା ସବୁ ସିଝିବା ପାଇଁ ବସେଇଦେବା। ଭେଣ୍ଡିଟାକୁ ସବୁବେଳେ ଆମେ ଭାଜିକି ପକାଇବା, ନହେଲେ ଲାଳ ଅଂଶ ବାହାରି ପଡ଼ିବ। ସେହି କଢ଼େଇରେ ଫେରେ ମୁଁ ଟମାଟୋଟା ମଧ୍ୟ ଭାଜିଦେଲି। ତାପରେ ସିଝି ଯାଇଥିଲା ଡାଲି, ତାକୁ ଦେଇଦେଲି। ଦେଇକିରି ଲୁଣ ଦେଇଦେଲି ସ୍ୱାଦ ଅନୁଯାୟୀ। ଘୋଡ଼େଇକି ଛାଡ଼ିଦେଲି ସିଝିବା ପାଇଁ। ସେ ସିଝିଲା ଭିତରେ ତେନ୍ତୁଳିର ରସ ଟିକେ ବାହାର କରି ଛାଣିକିରି ଦେଇଦେଲି। ଏବେ ଟମାଟୋଟା ମଧ୍ୟ ସିଝିଗଲାଣି, ତାକୁ ପକାଇଦେବା। ରାଗ ଲୁଣ ଖଟାକୁ କଣ୍ଟ୍ରୋଲ କରିବା ପାଇଁ ଚାମଚଟି ଗୁଡ଼ ଦେବା। ବେଶୀ ଗୁଡ଼ ଦେଲେ ମିଠା ହେଇଯିବ। ତାପରେ ଦେଇଦେବା ଫୁଟଣ। ବଢ଼ିଆ ଗୋଟେ ଫୁଟଣ ଦେଇଦେବା। ଏବେ ସାମ୍ବାର ଫୁଟଣଟା ହେଉଛି ପ୍ରଧାନ। କଢ଼େଇ ଗୋଟେ ବସେଇ ତେଲ ଦେଇ ପଞ୍ଚୁ ଫୁଟଣ, ଶୁଖିଲା ଲଙ୍କା, ଟିକେ ଅଧିକା ମେଥି ଦେବା, ଭୃଷୁଙ୍ଗା ପତ୍ର, ହିଙ୍ଗୁ ଟିକେ ଦେବା, ଆଉ କଲର୍ ପାଇଁ ଲାଲ ଲଙ୍କା ଗୁଣ୍ଡ ଟିକେ ଦେବା। ଏବେ ଦେଇଦେବା ସାମ୍ବାର ମସଲା। ତାପରେ ଦେଇଦେବା ଧନିଆ ପତ୍ର। ଦେଖନ୍ତୁ କେତେ ସୁନ୍ଦର ହେଇଗଲା ଗୋଟେ ସାମ୍ବାର। ତାପରେ ଏବେ ପ୍ଲେଟିଂ କରିଦେବା। ଆପଣମାନେ ଭିଡ଼ିଓଟା ଦେଖନ୍ତୁ, କେମିତି ଲାଗିଲା ନିଶ୍ଚୟ କମେଣ୍ଟ ଟିକେ କରିବେ। ଆଜି ପାଇଁ ରହୁଛି। ନମସ୍ତେ, ଜୟ ଜଗନ୍ନାଥ। ଏଇଭଳି ସାମ୍ବାର କରିକି ଖାଆନ୍ତୁ।